ସ୍ମୃତି ସାନ୍ତ୍ୱନାର ସମ୍ପାଦିକା ଶ୍ରୀମତୀ ସବିତାରାଣୀ ବେହେରା ଜଣେ ବିଶିଷ୍ଟ ସାହିତ୍ୟିକା। ସାହିତ୍ୟ ହିଁ ତ ତାଙ୍କର ଜୀବନ। ସେ ପ୍ରତି ମାସରେ ତାଙ୍କର ଡିଜିଟାଲ ସାହିତ୍ୟ ଆସରକୁ ଶୃଙ୍ଖଳାର ସହିତ କରିଥାନ୍ତି। ଏହା କରୋନା ସମୟଠାରୁ ଏଯାବତ୍ ଚାଲୁ ରହିଛି। ଏଥିପାଇଁ ତାଙ୍କର ଅସୀମ ଧୈର୍ଯ୍ୟ ଓ ସାହସିକତା ନିଶ୍ଚିତ ଭାବରେ ପ୍ରଶଂସାର୍ହ ମନେ ହୁଏ। ଆଜିର ସାହିତ୍ୟ ଆସରରେ ସେ ମୋତେ କବିତା ପାଠ କରିବାର ସୁଯୋଗ ଦେଇଥିବାରୁ ମୁଁ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ମୋର କବିତାର ଶୀର୍ଷକଟି ହେଉଛି କନ୍ୟାର ଆଶା। କବିତାର ଶୀର୍ଷକଟି ହେଉଛି ମୋର କନ୍ୟାର ଆଶା। କନ୍ୟାର ଆଶା। ଆଖିରେ ଆଖି ଆଶା ନେଇ ମୁଁ ଯେ ଆଗକୁ ଥାପିଲି ପାଦ, ପଥର ଦେହରେ ପଦ୍ମ ଫୁଟାଇ ଦୂର କଲି ପରମାଦ। ଆଖିରେ ଆଖି ଆଶା ନେଇ ମୁଁ ଯେ ଆଗକୁ ଥାପିଲି ପାଦ, ପଥର ଦେହରେ ପଦ୍ମ ଫୁଟାଇ ଦୂର କଲି ପରମାଦ। ବଣ ପାହାଡ଼ କି କାଚ କଣ୍ଟା ଯେତେ ଆସିଲେ ମୋ ଚଲା ପଥେ, ଆଡ଼େଇ ଦେଲି ମୁଁ ମୋ ରାସ୍ତାରୁ ସବୁ ଏଇ ମୋର ଦୁଇ ହାତେ। ମନକୁ କରିଲି ସୁଦୃଢ଼ ମୁଁ ଯେ ଭୁଲି ଯାଇ ଅବସାଦ, ଆଖିରେ ଆଖି ଆଶା ନେଇ ମୁଁ ଯେ ଆଗକୁ ଥାପିଲି ପାଦ, ପଥର ଦେହରେ ପଦ୍ମ ଫୁଟାଇ ଦୂର କଲି ପରମାଦ। ଅନୁଶୋଚନା ମୁଁ କରୁନାହିଁ ଆଉ ଆଗକୁ ମାଡ଼ିଛି ଚାଲି, ଅନୁଶୋଚନା ମୁଁ କରୁନାହିଁ ଆଉ ଆଗକୁ ମାଡ଼ିଛି ଚାଲି। ଦେଖୁଛି ଯଦି ମୋ ପାଦ ଚଲା ବାଟେ ଭରା ଅଛି ଚୋରା ବାଲି। ଅନୁଶୋଚନା ମୁଁ କରୁନାହିଁ ଆଉ ଆଗକୁ ମାଡ଼ିଛି ଚାଲି, ଦେଖୁଛି ଯଦି ମୋ ପାଦ ଚଲା ବାଟେ ଭରା ଅଛି ଚୋରା ବାଲି। ଭ୍ରୂକ୍ଷେପ ନ କରି ବାଧା ବନ୍ଧନକୁ ଭଜୁଛି ବିଭୁଙ୍କ ପଦ, ଭ୍ରୂକ୍ଷେପ ନ କରି ବାଧା ବନ୍ଧନକୁ ଭଜୁଛି ବିଭୁଙ୍କ ପଦ। ଆଖିରେ ଆଖି ଆଶା ନେଇ ମୁଁ ଯେ ଆଗକୁ ଥାପିଲି ପାଦ, ପଥର ଦେହରେ ପଦ୍ମ ଫୁଟାଇ ଦୂର କଲି ପରମାଦ। ସେଇ ବିଶ୍ୱାସରେ ଆଶା ଆକାଶରେ ଉଇଁଛି ମୋ କୁଆଁ ତାରା, ସେଇ ବିଶ୍ୱାସରେ ଆଶା ଆକାଶରେ ଉଇଁଛି ମୋ କୁଆଁ ତାରା। ସେ ତାରା କିରଣେ ଅନ୍ଧ ତମିସ୍ରା ଯାଇଛି ଦୂରେଇ ପରା, ସେ ତାରା କିରଣେ ଅନ୍ଧ ତମିସ୍ରା ଯାଇଛି ଦୂରେଇ ପରା। ଦୁଃଖ ଯନ୍ତ୍ରଣାରେ ସୁଖ ପାଇଛି ମୁଁ, ଦୁଃଖ ଯନ୍ତ୍ରଣାରେ ସୁଖ ପାଇଛି ମୁଁ, ବିଶ୍ୱାସ ଭରିଛି ହୃଦ। ଆଖିରେ ଆଖି ଆଶା ନେଇ ମୁଁ ଯେ ଆଗକୁ ଥାପିଲି ପାଦ, ପଥର ଦେହରେ ପଦ୍ମ ଫୁଟାଇ ଦୂର କଲି ପରମାଦ, ଦୂର କଲି ପରମାଦ, ଦୂର କଲି ପରମାଦ।